त्वमेव माता च पिता त्वमेवं त्वमेव बन्धुः च सखा त्वमेवं त्वमेव विद्या देवलं त्वमेव सर्वे मम देवदेवम्। अर्थ पुनः अध्याय। हिरण्यक्ष वध। मुनिवर मैत्रेय କହିଲେ, हे ବିଦୁର, ବ୍ରହ୍ମାଙ୍କର ଏହି ନିଷ୍କପଟ ଅମୃତମୟ ବଚନ ଶୁଣି ଭଗବାନ ତାଙ୍କର ସରଳତାକୁ ମୃଦୁହାସ ଦ୍ୱାରା ସମର୍ଥନ କଲେ ଏବଂ ନିଜର ପ୍ରେମପୂର୍ଣ୍ଣ କଟାକ୍ଷ ଦ୍ୱାରା ତାହାଙ୍କର ପ୍ରାର୍ଥନା ସ୍ୱୀକାର କଲେ। ତାପରେ ସେ ଝପଟି ଯାଇ ତାଙ୍କ ଆଗରେ ନିର୍ଭୟରେ ବିଚରଣ କରୁଥିବା ଶତ୍ରୁର ଥୋଡ଼ି ଉପରେ ଗଦା ପ୍ରହାର କଲେ। କିନ୍ତୁ ହିରଣ୍ୟକ୍ଷ ଗଦାରେ ବାଜି ବରାହ ଭଗବାନଙ୍କର ହାତରୁ ଗଦାଟି ଖସି ପଡ଼ିଲା ଏବଂ ଘିରି ଘିରି ହୋଇ ବୁଲି ବୁଲି ଆସି ଭୂମିରେ ପଡ଼ି ବଡ଼ ସୁନ୍ଦର ଦେଖାଗଲା। ତାହା ଥିଲା ଏକ ଅଦ୍ଭୁତ ଘଟଣା। ସେତେବେଳେ ଶତ୍ରୁ ଉପରେ ଆକ୍ରମଣ କରିବାକୁ ସୁନ୍ଦର ସୁଯୋଗ ପାଇ ମଧ୍ୟ ହିରଣ୍ୟକ୍ଷ ଭଗବାନଙ୍କୁ ନିରସ୍ତ୍ର ଦେଖି ଯୁଦ୍ଧ ଧର୍ମ ପାଳନ ପୂର୍ବକ ତାକୁ ଆକ୍ରମଣ କଲା ନାହିଁ। ସେ ଭଗବାନଙ୍କର କ୍ରୋଧ ବଢ଼ାଇବା ନିମନ୍ତେ ହିଁ ଏହିପରି କଲା। ଭଗବାନଙ୍କର ହାତରୁ ଗଦା ଖସି ପଡ଼ିବାରୁ ଲୋକଙ୍କ ଭିତରେ ହାହାକାର ଖେଳିଗଲା। ତାପରେ ହାହାକାର ଶାନ୍ତ ହେବାରୁ ଭଗବାନ ଦୈତ୍ୟ ଧର୍ମବୁଦ୍ଧିକୁ ପ୍ରଶଂସା କରି ନିଜର ସୁଦର୍ଶନ ଚକ୍ରକୁ ସ୍ମରଣ କଲେ। ସୁଦର୍ଶନ ଚକ୍ର ତୁରନ୍ତ ଉପସ୍ଥିତ ହୋଇ ଭଗବାନଙ୍କ ହାତରେ ଘୂରିବାକୁ ଲାଗିଲା। କିନ୍ତୁ ପ୍ରଭୁ ନିଜର ପ୍ରମୁଖ ପ୍ରାସାଦ ଦୈତ୍ୟ ଧର୍ମ ହିରଣ୍ୟକ୍ଷ ସଙ୍ଗେ ଯୁଦ୍ଧକ୍ରୀଡ଼ା କରିବାକୁ ଲାଗିଲେ। ତାହା ଦେଖି ତାଙ୍କର ପ୍ରଭାବ ଜାଣିନଥିବା ଦେବତାମାନେ କହିଲେ, ପ୍ରଭୁ ଆପଣଙ୍କର ଜୟ ହେଉ। ଦୈତ୍ୟଟାକୁ ଆଉ ଅଧିକ ନ ଖେଳାଇ ଶୀଘ୍ର ମାରିଦିଅନ୍ତୁ। କମଳ ଦଳଲୋଚନ ଶ୍ରୀହରି ଆଗରେ ଚକ୍ର ଧରି ଠିଆ ହୋଇଥିବା ଦେଖି ହିରଣ୍ୟକ୍ଷ ସରଳ ଇନ୍ଦ୍ରିୟ କ୍ରୋଧରେ ଜଳି ଉଠିଲା। ଦଳଲୋଚନ ଶ୍ରୀହରି ଆଗରେ ଚକ୍ର ଧରି ଠିଆ ହୋଇଥିବା ଦେଖି ହିରଣ୍ୟକ୍ଷ ସକଳ ଇନ୍ଦ୍ରିୟ କ୍ରୋଧରେ ଜଳି ଉଠିଲା। ସେ ଲମ୍ବା ଲମ୍ବା ଶ୍ୱାସ ନେଇ ଦାନ୍ତରେ ଓଠ ପାଟି କାମୁଡ଼ିବାକୁ ଲାଗିଲା। ସେତେବେଳେ ସେହି ତୀକ୍ଷ୍ଣ ଦନ୍ତ ଦୈତ୍ୟ ଭଗବାନଙ୍କୁ ଏହିପରି କ୍ରୋଧ ନୟନରେ ଚାହିଁଲା ଯେ ଲାଗିଲା ସତେ ଯେପରି ସେ ଭଗବାନଙ୍କୁ ଭସ୍ମ କରିଦେବ। ତାପରେ ସେ ଗଦା ଉଞ୍ଚାଇ କହିଲା, ସମ୍ଭାଳ ଏ ପ୍ରହାର, ଏଥର ତୋ ମରିବା ସୁନିଶ୍ଚିତ। ଏତିକି କହି ସେ ଶ୍ରୀହରିଙ୍କ ଉପରେ ଖୁବ୍ ଜୋରରେ ଗଦା ପ୍ରହାର କଲା। ହେ ସାଧୁ ସ୍ୱଭାବ ବିଦୁର, ଶତ୍ରୁ ଚାହୁଁ ଚାହୁଁ ତା ଆଖି ଆଗରେ ଯଜ୍ଞମୂର୍ତ୍ତି ଶ୍ରୀ ବରାହ ଭଗବାନ ଖେଳିଲା ପରି ବାଁ ଗୋଡ଼ର ଆଘାତରେ ତାର ବାୟୁ ପରି ବେଗବାନ ଗଦାଟିକୁ ତଳେ ପକାଇ ଦେଲେ ଏବଂ ତାକୁ କହିଲେ, ରେ ଦୈତ୍ୟ, ତୁ ମୋତେ ଜିତିବାକୁ ଚାହୁଁଛୁ ପରା? ନେ ଶ୍ୱାସ ନେ, ଶସ୍ତ୍ର ଉଠାଇ ନେ, ଶାସ୍ତ୍ର ଉଠାଇ ନେଇ ପୁଣି ଥରେ ଆକ୍ରମଣ କର। ଭଗବାନ ଏହିପରି କହିବାରୁ ସେ ପୁଣି ଥରେ ଗଦା ଚଳାଇ ଭୟଙ୍କର ଗର୍ଜନ କଲା। ଶତ୍ରୁର ଗଦା ମାଡ଼ି ଆସୁଥିବା ଦେଖି ଭଗବାନ ଯେଉଁଠି ଠିଆ ହୋଇଥିଲେ ସେହିଠାରେ ହିଁ ହାତ ବଢ଼ାଇ ଗରୁଡ଼ ସାପକୁ ଧରି ପକାଇଲା ପରି ଅନାୟାସରେ
ଅନାୟାସରେ ଗଦାଟିକୁ ଧରି ପକାଇଲେ। ସେହି ମହାଦୈତ୍ୟର ଉଦ୍ୟମ ଏହିପରି ବୃଥା ହୋଇଯିବାରୁ ତାର ଗର୍ବ ଭାଙ୍ଗିଲା ଓ ତାର ତେଜ ନଷ୍ଟ ହୋଇଗଲା। ଏଥର ଭଗବାନ ଚାଲିଲେ ମଧ୍ୟ ସେ ଗଦା ନେଲା ନାହିଁ। କିନ୍ତୁ ସାମାନ୍ୟ ଲୋକ ଯେପରି ବ୍ରାହ୍ମଣଙ୍କ ଉପରେ ନିଷ୍ଫଳ ଅଭିଚାର ମାରଣାଦି ପ୍ରୟୋଗ କରେ, ଦୈତ୍ୟ ସେହିପରି ଯଜ୍ଞ ପୁରୁଷଙ୍କୁ ପ୍ରହାର କରିବା ନିମନ୍ତେ ଗୋଟିଏ ପ୍ରଜ୍ୱଳିତ ଅଗ୍ନି ପରି ଦେଦୀପ୍ୟମାନ ତ୍ରିଶୂଳ ନିକ୍ଷେପ କଲା। ମହାବଳୀ ହିରଣ୍ୟାକ୍ଷର ସେହି ତ୍ରିଶୂଳ ଆକାଶରେ ଦାଉ ଦାଉ ହୋଇ ଚମକିବାକୁ ଲାଗିଲା। ତ୍ରିଶୂଳ ମାଡ଼ି ଆସିବାରୁ ଇନ୍ଦ୍ର ଗରୁଡ଼ଙ୍କର ତେଜସ୍ୱ ପରକୁ କାଟି ଦେଉଥିବା ପରି ଭଗବାନ ତାକୁ ନିଜର ତୀକ୍ଷ୍ଣ ଧାର ଚକ୍ର ଦ୍ୱାରା କାଟିଦେଲେ। ଭଗବାନ ଚକ୍ର ଦ୍ୱାରା ତ୍ରିଶୂଳଟିକୁ ଖଣ୍ଡ ଖଣ୍ଡ କରିଦେଲେ। ତାହା ଦେଖି ଦୈତ୍ୟ କ୍ରୋଧରେ ତାଙ୍କ ଉପରକୁ ମାଡ଼ି ଆସୁଥିଲା ଏବଂ ତାହାଙ୍କର ଶ୍ରୀବତ୍ସ ଚିହ୍ନ ସୁଶୋଭିତ ବକ୍ଷ ଉପରେ ଏକ ନିର୍ଘାତିଆ ବିଧା ମାରିଦେଇ ଜୋରରେ ଗର୍ଜନ କରିବା ସହିତ ଆକାଶ ମାର୍ଗରେ ଅନ୍ତର୍ଦ୍ଧାନ ହୋଇଗଲା। ହେ ବିଦୁର, ହାତୀକୁ ଫୁଲମାଳାରେ ପିଟିଦେଇ ଯେପରି ହାତୀ ଉପରେ ତାର କୌଣସି ପ୍ରଭାବ ପଡ଼େ ନାହିଁ, ଦୈତ୍ୟର ସେହି ନିର୍ଘାତିଆ ବିଧା ଖାଇ ମଧ୍ୟ ଭଗବାନ ଆଦିବରାହ ସେହିପରି ଟିକିଏ ବି ହଲଚଲ ହେଲେ ନାହିଁ। ତେଣୁ ସେହି ମହାମାୟାବୀ ଦୈତ୍ୟ ମହାପତି ଶ୍ରୀହରିଙ୍କ ଉପରେ ନାନା ପ୍ରକାର ମାୟା ପ୍ରୟୋଗ କରିବାକୁ ଲାଗିଲା। ସେହି ସବୁ ଦେଖି ପ୍ରଜାମାନେ ଡରିଗଲେ। ସେମାନେ ଭାବିଲେ, ଏଥର ସଂସାର ପ୍ରଳୟ ସମୟ ଆସିଗଲା କି? ପ୍ରଚଣ୍ଡ ବେଗରେ ତୋଫାନ ମାଡ଼ି ଆସିଥିବାରୁ ଧୂଳି ଉଠି ଚତୁର୍ଦ୍ଦିଗରେ ଅନ୍ଧକାର ଘୋଟିଗଲା। ଚାରିଆଡ଼େ ଜୋରରେ ଏହିପରି ପଥର ବର୍ଷା ହୋଇଥିଲା ଯେ ମନେହେଲା ସତେ ଯେପରି କେହି କ୍ଷିପଣାସ୍ତ୍ରକୁ ବନ୍ଧୁକରୁ ଗୁଳି ବର୍ଷା କରୁଛି। ବିଜୁଳି ଘଡ଼ଘଡ଼ି ସହିତ ମେଘ ଘୋଟି ଆସିବାରୁ ଆକାଶରେ ସୂର୍ଯ୍ୟ, ଚନ୍ଦ୍ର ଆଦି ଗ୍ରହ ଲୁଚିଗଲେ ଏବଂ ଆକାଶରୁ ଅନବରତ ପୂଜ, କେଶ, ରକ୍ତ, ବିଷ୍ଠା, ମୂତ୍ର ଓ ଅସ୍ଥି ବର୍ଷା ହେବାକୁ ଲାଗିଲା। ହେ ବିଦୁର, ଏହିପରି ପାହାଡ଼ ସବୁ ଖେଳାଇଗଲା। ଏହିପରି ପାହାଡ଼ ସବୁ ଦେଖାଗଲା, ଯେଉଁଥିରୁ କି ନାନା ପ୍ରକାର ଅସ୍ତ୍ରଶସ୍ତ୍ର ବର୍ଷା ହେଉଥାଏ। ପୁଣି ଦେଖାଗଲା ମୁଣ୍ଡ ବାଳ ଖୋଲି ଓ ହାତୀରେ ତ୍ରିଶୂଳ ଧରି ରାକ୍ଷସୀମାନେ ମାଡ଼ି ଆସୁଛନ୍ତି। ବହୁ ପଦାତିକ ଅଶ୍ୱାରୋହୀ ତଥା ଓ ଗଜାରୋହୀ ସୈନ୍ୟଙ୍କ ସହିତ ହାତତାଇ ଯକ୍ଷ ରାକ୍ଷସମାନଙ୍କର ମାର ମାର, କାଟ କାଟ ବୋଲି ଅତ୍ୟନ୍ତ କ୍ରୂର ଓ ହିଂସ୍ର କୋଳାହଳ ଶୁଣାଗଲା। ସେହି ଆସୁରୀ ମାୟାଜାଲକୁ କାଟିବା ନିମନ୍ତେ ଯଜ୍ଞ ମୂର୍ତ୍ତି ଭଗବାନ ବରାହ ନିଜର ପ୍ରିୟ ସୁଦର୍ଶନ ଚକ୍ର ପୋଷଣ କରିଦେଲେ। ସେହି ସମୟରେ ନିଜ ପତିଦେବଙ୍କ ବାକ୍ୟ ମନେ ପଡ଼ିଯିବାରୁ
ଦିଦିଙ୍କ ହୃଦୟ ହଠାତ୍ କମ୍ପି ଉଠିଲା ଏବଂ ତାଙ୍କ ସ୍ତନରୁ ରକ୍ତ ଝରିବାକୁ ଲାଗିଲା। ଏଣେ ଦୈତ୍ୟର ମାୟାଜାଲ ନଷ୍ଟ ହୋଇଯିବାରୁ ସେ ପୁଣି ଥରେ ଭଗବାନ କେଶବଙ୍କ ସମ୍ମୁଖକୁ ଆସିଗଲା ଏବଂ ତାଙ୍କୁ ଚୂନ କରିଦେବା ଅଭିପ୍ରାୟରେ ସେ ତାର ବାହୁ ବିସ୍ତାର କରି ଭଗବାନଙ୍କୁ ଖୁବ୍ ଜୋରରେ ଭିଡ଼ି ଧରିଲା। କିନ୍ତୁ ପର ମୁହୂର୍ତ୍ତରେ ଦେଖିଲା ଯେ ଭଗବାନ ତା ଭୁଜ ଫାଶରେ ବାହାରେ ଠିଆ ହୋଇଯାଇଛନ୍ତି। ତେଣୁ ସେ କ୍ରୋଧଭର ହୋଇ ଭଗବାନଙ୍କୁ ବଜ୍ର ସମାନ କଠୋର ମୁଥ ଉପରେ ମୁଥ ମାରିବାକୁ ଲାଗିଲା। ତାର ଦୁଷ୍ଟତା ଦେଖି ଇନ୍ଦ୍ରବୃତ୍ରାସୁରକୁ ପ୍ରହାର କରୁଥିବା ପରି ଭଗବାନ ତାର କାନ ମୁଣ୍ଡରେ ଏକ ଚାପୁଡ଼ା ମାରିଦେଲେ। ବିଶ୍ୱବିଜୟୀ ଭଗବାନ ଅତି ସାଧାରଣ ଭାବରେ ଚାପୁଡ଼ାଟିଏ ମାରିଥିଲେ ମଧ୍ୟ ସେତିକିରେ ହିରଣ୍ୟାକ୍ଷ ଘିରି ଘିରି ହୋଇ ବୁଲି ପଡ଼ିଲା। ତାର ଆଖି ଡୋଳା ବାହାରକୁ ବାହାରି ପଡ଼ିଲା ଏବଂ ବିଶାଳକାୟ ଗଛ ଉପୁଡ଼ି ପଡ଼ିଲା ପରି ସେ ନିଷ୍ପ୍ରାଣ ହୋଇ ତଳେ ପଡ଼ିଗଲା। ତଥାପି ହିରଣ୍ୟାକ୍ଷ ତେଜ ମଉଳିଗଲା ନାହିଁ। ସେହି କରାଳ ଦନ୍ତ ଦୈତ୍ୟ ଓଠ ପାଟି କାମୁଡ଼ି ତଳେ ପଡ଼ିଥାଏ। ଯୁଦ୍ଧ ଦେଖିବାକୁ ଆସିଥିବା ଦେବତାମାନେ ତାର ତେଜ ଦେଖି ତାକୁ ପ୍ରଶଂସା କରିବାକୁ ଲାଗିଲେ। ଆହା, ଏହିପରି ଅଲଭ୍ୟ ମୃତ୍ୟୁ କାହାକୁ ମିଳିବ ସତେ? ଦୟକେ ମିଥ୍ୟା ଉପାଧିରୁ ନିବୃତ୍ତ ହେବା ନିମନ୍ତେ ଯୋଗୀଜନମାନେ ତାହାକୁ ସମାଧି ଯୋଗ ଦ୍ୱାରା ଏକାନ୍ତରେ ଧ୍ୟାନ କରନ୍ତି। ତାଙ୍କରି ପାଦ ପ୍ରହାରରେ ତଥା ତାଙ୍କରି ମୁଖାରବିନ୍ଦକୁ ଚାହିଁ ଚାହିଁ ଆଜି ଏହି ଦୈତ୍ୟରାଜ ନିଜର ଶରୀର ତ୍ୟାଗ କରିଦେଲା। ଏହି ହିରଣ୍ୟାକ୍ଷ ଓ ହିରଣ୍ୟକଶ୍ୟପ ଥିଲେ ଭଗବାନଙ୍କର ହିଁ ଶାଶ୍ୱତ ଅଭିଶାପ ପାଇ ଏମାନଙ୍କର ଏହି ଅଧୋଗତି ହୋଇଛି। ଆଉ କେତୋଟି ଜନ୍ମ ପରେ ଏମାନେ ପୁନଃ ନିଜର ପୂର୍ବ ସ୍ଥାନରେ ପହଞ୍ଚିଯିବେ। ଦେବତାମାନେ କହିବାକୁ ଲାଗିଲେ, ପ୍ରଭୁ, ଆପଣଙ୍କୁ ବାରମ୍ବାର ନମସ୍କାର। ଆପଣ ସକଳ ଯଜ୍ଞର ବିସ୍ତାର କରନ୍ତି ତଥା ସଂସାରର ସ୍ଥିତି ନିମନ୍ତେ ଯୁଦ୍ଧ ସତ୍ତ୍ୱମୟ ମଙ୍ଗଳ ବିଗ୍ରହ ଅଭିବ୍ୟକ୍ତ କରନ୍ତି। ବଡ଼ ଆନନ୍ଦର ବିଷୟ ଯେ ସଂସାରକୁ ଦୁଃଖ ଦେଉଥିବା ଏହି ଦୁଷ୍ଟ ଦୈତ୍ୟ ଆଜି ନିହତ ହେଲା। ଆପଣଙ୍କ ଚରଣରେ ଭକ୍ତି କରିବା ପ୍ରଭାବରୁ ଏଥର ଆମ୍ଭମାନଙ୍କୁ ସୁଖ ଶାନ୍ତି ମିଳିବ। ଆପଣଙ୍କ ଚରଣରେ ଭକ୍ତି କରିବା ପ୍ରଭାବରୁ ଏଥର ଆମମାନଙ୍କୁ ସୁଖ ଶାନ୍ତି ମିଳିଗଲା। ମୁନିବର ମୈତ୍ରେୟ କହିଲେ, ହେ ବିଦୁର, ଏହିପରି ଭାବରେ ମହାପରାକ୍ରମୀ ହିରଣ୍ୟାକ୍ଷକୁ ବଧ କରି ଭଗବାନ ଆଦିବରାହ ନିଜର ଅଖଣ୍ଡ ଆନନ୍ଦମୟ ଧାମକୁ ଚାଲିଗଲେ। ବ୍ରହ୍ମାଦି ଦେବତାମାନେ ତାଙ୍କୁ ତାଙ୍କର ସ୍ମୃତି ଜ୍ଞାନ କଲେ। ହେ ମିତ୍ର ବିଦୁର, ଭଗବାନ ଅବତାର ଗ୍ରହଣ କରି ଯେପରି ଲୀଳା କରନ୍ତି ଏବଂ ଯେପରି ଭାବରେ ସେ ମହାପରାକ୍ରମୀ ହିରଣ୍ୟାକ୍ଷକୁ ଖେଳନାଟିଏ ଭାଙ୍ଗିଦେଲା ପରି ବଧ କରିଦେଲେ, ସେହି ସବୁ ରଚିତ ମୁଁ ଗୁରୁମୁଖରୁ ଯେପରି ଶୁଣିଥିଲି, ତୁମକୁ ଠିକ୍ ସେହିପରି ଶୁଣାଇଦେଲି। ସୂତ ପୁଣି ବର୍ଣ୍ଣନା କଲେ, ହେ ସୈନିକ, ମୈତ୍ରେୟଙ୍କର ମୁଖରୁ ଭଗବାନଙ୍କର ଏହି କଥା ଶୁଣି ପରମ ଭାଗବତ ବିଦୁରଙ୍କୁ ବଡ଼ ଆନନ୍ଦ ଲାଗିଲା।
ଅନ୍ୟ ପବିତ୍ର କୀର୍ତ୍ତି ଓ ପରମ ଯଶସ୍ୱୀ ମହାପୁରୁଷମାନଙ୍କର ରଚିତ ଶୁଣିଥିଲେ। ଯେଉଁଠି ଆନନ୍ଦ ଲାଗେ ସେଇଠାରେ ଶ୍ରୀବତ୍ସଧାରୀ ଭଗବାନଙ୍କର ଲଳିତ ଲଲାମ ଲୀଳା ଶୁଣିଥିଲେ ସେ ଆନନ୍ଦ ଲାଗିଲା। ଅନ୍ୟ ପବିତ୍ର କୀର୍ତ୍ତି ଓ ପରମ ଯଶସ୍ୱୀ ମହାପୁରୁଷମାନଙ୍କର ଚରିତ୍ର ଶୁଣିଲେ ଯେଉଁଠି ଆନନ୍ଦ ଲାଗେ ସେଠାରେ ଶ୍ରୀବତ୍ସଧାରୀ ଭଗବାନଙ୍କର ଲଳିତ ଲଲାମ ଲୀଳା ଶୁଣିଲେ ଯେ ଆନନ୍ଦ ଲାଗିବ ତାହା କହିବା ଅତ୍ୟୁକ୍ତି ମାତ୍ର। କୁମ୍ଭୀର ଆକ୍ରମଣରେ ପଡ଼ି ଗଜରାଜ ପ୍ରଭୁଙ୍କୁ ଧ୍ୟାନ କରିବାରୁ ତଥା ହସ୍ତିନୀ ମାନେ ଦୁଃଖରେ ଆର୍ତ୍ତନାଦ କରିବାରୁ ଯେଉଁ ପ୍ରଭୁ ତାକୁ ତତ୍କ୍ଷଣାତ୍ ଦୁଃଖରୁ ମୁକ୍ତ କରିଦେଲେ ଏବଂ ଯେଉଁ ପ୍ରଭୁ ସକଳ ଦିଗରୁ ନିରାଶ ହୋଇ ତାହାଙ୍କ ଶରଣକୁ ଆସିଥିବା ସରଳ ହୃଦୟ ଭକ୍ତମାନଙ୍କ ସହିତ ସହଜରେ ପ୍ରସନ୍ନ ହୋଇଯାଆନ୍ତି କିନ୍ତୁ ଦୁଷ୍ଟମାନଙ୍କ ନିମନ୍ତେ ଅତ୍ୟନ୍ତ ଦୁରାଧ୍ୟ ସେମାନଙ୍କ ପ୍ରତି ଶୀଘ୍ର ପ୍ରସନ୍ନ ହୁଅନ୍ତି ନାହିଁ। ସେହି ପ୍ରଭୁଙ୍କର ଉପକାରକୁ ଜାଣିଥିବା ଯେଉଁ ବ୍ୟକ୍ତି ବା ତାଙ୍କୁ ଭକ୍ତି ନ କରିବା ସେହି ପ୍ରଭୁଙ୍କ ଉପକାରକୁ ଜାଣିଥିବା ଯେଉଁ ବ୍ୟକ୍ତି ବା ତାହାଙ୍କୁ ଭକ୍ତି ନ କରିବ। କ'ଣ ମୁଁ ଏମିତି କରୁଛି? ହେ ସୈନିକାଦି ଋଷିଗଣ, ପୃଥିବୀକୁ ଉଦ୍ଧାର କରିବା ନିମନ୍ତେ ବରାହ ରୂପ ଧାରଣ କରିଥିବା ଶ୍ରୀହରିଙ୍କର ଏହି ହିରଣ୍ୟାକ୍ଷ ବଧ ନାମକ ପରମ ଅଦ୍ଭୁତ ଲୀଳା ରଚିତ ଯେ ଶୁଣନ୍ତି, ଗାନ କରନ୍ତି ଅଥବା ଅନୁମୋଦନ କରନ୍ତି ସେ ବ୍ରହ୍ମହତ୍ୟା ପରି ଘୋର ଶାପରୁ ମଧ୍ୟ ସହଜରେ ମୁକ୍ତ ହୋଇଯାଆନ୍ତି। ଏହି ରଚିତ ହେଉଛି ଅତ୍ୟନ୍ତ ପୁଣ୍ୟପଦ, ପରମ ପବିତ୍ର, ଧନ ଯଶପ୍ରଦାୟକ, ଆୟୁବର୍ଦ୍ଧକ ଓ କାମନା ପୂରଣକାରୀ ତଥା ଯୁଦ୍ଧରେ ପ୍ରାଣ ଓ ଇନ୍ଦ୍ରିୟମାନଙ୍କର ଶକ୍ତିବର୍ଦ୍ଧନକାରୀ। ଯେଉଁମାନେ ଏହା ଶ୍ରବଣ କରନ୍ତି ସେମାନେ ଅନ୍ତକାଳରେ ଶ୍ରୀ ଭଗବାନଙ୍କର ଆଶ୍ରୟ ପ୍ରାପ୍ତ ହୁଅନ୍ତି। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟ ସଂହିତାୟେ ତୃତୀୟ ସ୍କନ୍ଧେ ହିରଣ୍ୟାକ୍ଷ ବଧ ନାମକାନବିଂଶୋऽଧ୍ୟାୟः।